ଭାରତ ସ୍ୱାଧୀନତା ଆଇନ ଭାରତ ବିଭାଜନ ଓ ସ୍ୱାଧୀନତା 1945 ମସିହା ଅଗଷ୍ଟ ମାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ ଭାରତର ସ୍ୱାଧୀନତା ସଂଗ୍ରାମ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱର ରାଜନୈତିକ ପରିସ୍ଥିତିରେ ଏକ ପରିବର୍ତ୍ତନ ଧାରା ଆସିଥିଲା। ଏହି ସମୟରେ ଇଂଲଣ୍ଡର ସରକାରଙ୍କ ପରିବର୍ତ୍ତନ ଘଟିଥିଲା ଓ ଶ୍ରମିକ ଦଳର ନେତା କ୍ଲିମେଣ୍ଟ ଅଟଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ। 1942 ଅଗଷ୍ଟ ବିପ୍ଳବ ଏବଂ ଆଜାଦ ହିନ୍ଦ ଫୌଜର ସଂଗ୍ରାମ ଭାରତୀୟ ଜନତାର ବୀରତ୍ୱ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଲା। ଯେତେବେଳେ ଆଜାଦ ହିନ୍ଦ ଫୌଜର ଗିରଫ ହୋଇଥିବା ସୈନିକ ଓ ଅଫିସରମାନଙ୍କର ବିଚାର ଚାଲିଲା, ସେତେବେଳେ ଦେଶର ଚାରିଆଡ଼େ ସେମାନଙ୍କ ମୁକ୍ତି ଦାବି କରି ବିଶାଳ ବିକ୍ଷୋଭମାନ ଆୟୋଜିତ ହେଲା। ଭାରତୀୟମାନେ ପ୍ରତିଜ୍ଞା କଲେ ଯେ ଏହି ବୀରମାନଙ୍କୁ କୌଣସି ମତେ ଦଣ୍ଡ ମିଳିବାକୁ ଦିଆଯିବ ନାହିଁ। ଇଂରେଜ ସରକାର ସେମାନଙ୍କୁ ମୁକ୍ତି କରିଦେଲେ, କାରଣ ସରକାର ବୁଝିପାରିଥିଲେ ଯେ ଆଉ ବେଶୀ ଦିନ ଭାରତୀୟମାନଙ୍କୁ ତାଙ୍କ ଅଧୀନରେ ରଖିହେବ ନାହିଁ। 1947 ମସିହା ଆରମ୍ଭରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ ହେଲା। ନିର୍ବାଚନରେ ସାଧାରଣ ଆସନରେ କଂଗ୍ରେସ ବିପୁଳ ସଂଖ୍ୟା ଗରିଷ୍ଠତା ଲାଭ କଲା। ମୁସଲିମ ସଂରକ୍ଷିତ ଆସନରେ ମୁସଲିମ ଲିଗକୁ ମଧ୍ୟ ସଫଳତା ମିଳିଲା। 1947 ମସିହାରେ ଭାରତରେ ମୋଟ 11ଟି ପ୍ରଦେଶ ଥିଲା ଏବଂ ଉକ୍ତ ବର୍ଷ ନିର୍ବାଚନ ପରେ ଓଡ଼ିଶା ସମେତ 8ଟି ପ୍ରଦେଶରେ କଂଗ୍ରେସ ଓ 2ଟି ପ୍ରଦେଶରେ ମୁସଲିମ ଲିଗ ମନ୍ତ୍ରିମଣ୍ଡଳ ଗଠନ କରିଥିଲା। ପଞ୍ଜାବରେ ସଂଯୁକ୍ତ ଦଳର ୟାୟାତ ଖାଁଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା। ତାପରେ ଆସିଗଲା କ୍ୟାବିନେଟ ମିଶନ 1947। ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଲେ ଏବଂ ସେଥିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ ମିଶନ ନାମରେ ଏକ ପ୍ରତିନିଧି ଦଳକୁ ଭାରତ ପଠାଇଲେ। ଭାରତ ସଚିବ ପେଥିକଲରେସନ ଏଭି ଆଲେକଜାଣ୍ଡାର ଓ ସାର ଷ୍ଟାଫୋର୍ଡ କ୍ରିପ୍ସ ଏହି ପ୍ରତିନିଧି ଦଳର ସଦସ୍ୟ ଥିଲେ। ଏହି କ୍ୟାବିନେଟ ମିଶନ 1947 ମାର୍ଚ୍ଚ 24ରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। କ୍ୟାବିନେଟ ମିଶନଙ୍କର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ ଥିଲା ବ୍ରିଟିଶ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜାମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇ ବ୍ୟବସ୍ଥାପକ ସଭା ଓ ଶାସନ ପରିଚାଳନାର ବ୍ୟବସ୍ଥା। ବ୍ରିଟିଶ ଶାସିତ ପ୍ରଦେଶରୁ ସାଧାରଣ ବର୍ଗ ଓ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସହ 296 ଜଣ ଓ ଦେଶୀୟ ରାଜ୍ୟମାନଙ୍କୁ 93 ଜଣ ପ୍ରତିନିଧିଙ୍କୁ ନେଇ 389 ସଦସ୍ୟ ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭା ଗଠନ। ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଜଣେ ପ୍ରତିନିଧିଙ୍କ ସମେତ କଂଗ୍ରେସରୁ 6 ଜଣ, ମୁସଲିମ ଲିଗରୁ 5 ଜଣ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସି ସମ୍ପ୍ରଦାୟରୁ ଜଣେ ଲେଖା ହିସାବରେ ମୋଟ 14 ଜଣ ପ୍ରତିନିଧିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ। କ୍ୟାବିନେଟ ମିଶନ ପ୍ରସ୍ତାବରେ ସ୍ୱାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନଥିବାରୁ ମୁସଲିମ ଲିଗ ନେତା ମହମ୍ମଦ ଅଲି ଜିନ୍ନା କ୍ଷୁବ୍ଧ ହୋଇ 1947 ମସିହା ଅଗଷ୍ଟ 16 ତାରିଖକୁ ସାରା ଭାରତରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ରୂପେ ପାଳନ କରିବାକୁ ମୁସଲମାନମାନଙ୍କୁ ଆହ୍ୱାନ ଦେଲେ। ଉକ୍ତ ଦିନ ସଭା ଶୋଭାଯାତ୍ରା ଜରିଆରେ ପାକିସ୍ତାନ ଗଠନ ଦାବି ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରିବା ପାଇଁ ମୁସଲମାନମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ଏହି ଦିନ କୋଲକାତା ମହାନଗରୀରେ ଶୋଭାଯାତ୍ରା ବାହାରିବା ସମୟରେ ନୃଶଂସ ହତ୍ୟାକାଣ୍ଡ ଘଟିଲା ଏବଂ ବହୁ ସଂଖ୍ୟକ ଲୋକ ମୃତାହତ ହେଲେ ଓ ସମଗ୍ର ଦେଶରେ ଅନୁରୂପ ବ୍ୟବସ୍ଥା ପ୍ରତିଫଳିତ ହେଲା। ପୂର୍ବାଞ୍ଚଳର ତତ୍କାଳୀନ ସାମରିକ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଫ୍ରାନ୍ସିସ ଟକର ଏହାକୁ ବିରାଟ କଲିକତା ହତ୍ୟାକାଣ୍ଡ ଭାବେ ଅଭିହିତ କରିଥିଲେ। ଏହି ହିଂସାକାଣ୍ଡ କ୍ରମେ ପୂର୍ବବଙ୍ଗର ନୋଆଖଲି ଓ ତ୍ରିପୁରା ଜିଲ୍ଲା, ବିହାର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା। ଏହା ଦେଖି ମହାତ୍ମା ଗାନ୍ଧୀଙ୍କ ଦୁଃଖର ସୀମା ରହିଲା ନାହିଁ। ସେ ଦଙ୍ଗା ନିୟନ୍ତ୍ରଣ ପାଇଁ ପୂର୍ବବଙ୍ଗ ଓ ବିହାରରେ ପଦଯାତ୍ରା ଏବଂ ଆମରଣ ଅନଶନ କଲେ ଏବଂ ଆମରଣ ଅନଶନର ଧମକ ଦେଲେ। ଗାନ୍ଧୀଜୀ ଏବଂ ଅନ୍ୟ ଜାତୀୟ ନେତାମାନେ ସାମ୍ପ୍ରଦାୟିକ ଭାବନା ବିରୋଧରେ ସଂଗ୍ରାମ ଚଳାଇଲେ ମାତ୍ର ତାର ବିଶେଷ କିଛି ସୁଫଳ ଦେଖିବାକୁ ମିଳିଲା ନାହିଁ। 1947 ସେପ୍ଟେମ୍ବର 2 ତାରିଖରେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀତ୍ୱରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା। ଏହି ସରକାରରେ ଯୋଗ ଦେବା ପାଇଁ ମୁସଲିମ ଲିଗ ରାଜି ହୋଇନଥିଲା, କିନ୍ତୁ ଭାଇସରାୟ ଲର୍ଡ ୱାଲେମ ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରବର୍ତ୍ତାଇବା ପରେ 1947 ଅକ୍ଟୋବର 13ରେ ମୁସଲିମ ଲିଗ ମଧ୍ୟ ସରକାରରେ ଯୋଗଦାନ
କଲା। 1947 ଡିସେମ୍ବର 9 ତାରିଖରେ ଦିଲ୍ଲୀଠାରେ ପୂର୍ବରୁ ନିର୍ବାଚିତ ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଲା। ମୁସଲିମ ଲିଗ୍ ଏହାକୁ ପ୍ରତ୍ୟାଖ୍ୟାନ କଲା। ଡିସେମ୍ବର 11ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହେଲେ। ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାରେ ଚିଠା ପ୍ରସ୍ତୁତି କମିଟିର ଚେୟାରମ୍ୟାନ୍ ଥିଲେ। ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଲେ। 1947 ଫେବୃଆରୀ 20ରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟଲି ଘୋଷଣା କଲେ ଯେ 1984 ଜୁନ୍ 30 ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ। ମାଉଣ୍ଟବ୍ୟାଟେନ ଯୋଜନା। 1947 ମାର୍ଚ୍ଚ 22ରେ ଲର୍ଡ ଲୁଇ ମାଉଣ୍ଟବ୍ୟାଟେନ ଭାରତକୁ ଭାଇସରୟ ହୋଇ ଆସିଲେ। ସେ ଉଭୟ କଂଗ୍ରେସ ଓ ମୁସଲିମ ଲିଗ୍ ମଧ୍ୟରେ ବୁଝାମଣା କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କଲେ। ବ୍ରିଟିଶ ପାର୍ଲିଆମେଣ୍ଟ ଅନୁମୋଦନ ପରେ 1947 ଜୁନ୍ ତାରିଖରେ ମାଉଣ୍ଟବ୍ୟାଟେନଙ୍କ ଯୋଜନା ଘୋଷିତ ହୋଇଥିଲା। ମାଉଣ୍ଟବ୍ୟାଟେନ ଯୋଜନାର ବ୍ୟବସ୍ଥାଗୁଡ଼ିକ ଥିଲା: ଭାରତ ବିଭାଜିତ ହେବ ଏବଂ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ସୃଷ୍ଟି ହେବ। ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁ ପ୍ରଦେଶ, ବେଲୁଚିସ୍ତାନ ଓ ଆସାମର ମୁସଲମାନ ବହୁଳ ସିଲଟ ଜିଲ୍ଲାରେ ବସବାସ କରୁଥିବା ଲୋକମାନେ ଭାରତରେ ରହିବେ କି ପାକିସ୍ତାନରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ। ବଙ୍ଗଳା ଓ ପଞ୍ଜାବ ପ୍ରଦେଶ ବିଭାଜିତ ହେବ। ମୁସଲମାନ ବହୁଳ ପୂର୍ବବଙ୍ଗ ପାକିସ୍ତାନରେ ମିଶିବ ଓ ଅଣ-ମୁସଲମାନ ବହୁଳ ପଶ୍ଚିମବଙ୍ଗ ଭାରତରେ ମିଶିବ। ମୁସଲମାନ ବହୁଳ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ମିଶିବ ଓ ଅଣ-ମୁସଲମାନ ବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବ। ସାର୍ ସିରିଲ ରେଡକ୍ଲିଫଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ନିର୍ଦ୍ଧାରଣ କମିଶନ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବେ। ଦେଶୀୟ ରାଜ୍ୟଗୁଡ଼ିକ ଭାରତ କିମ୍ବା ପାକିସ୍ତାନରେ ମିଶିବା ପାଇଁ କିମ୍ବା ସ୍ୱାଧୀନ ରହିବା ପାଇଁ ନିଷ୍ପତ୍ତି ନେବାର ସ୍ୱାଧୀନତା ଦିଆଯିବ। ଭାରତର ସମ୍ବିଧାନ ପ୍ରଣୟନ ସଭା ଚାଲୁ ରହିବ ଏବଂ ପାକିସ୍ତାନରେ ଏକ ଭିନ୍ନ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେବ। ବ୍ରିଟିଶ ପାର୍ଲିଆମେଣ୍ଟ କ୍ଷମତା ହସ୍ତାନ୍ତର କରିବା ପାଇଁ 1947 ଅଗଷ୍ଟ 15 ପୂର୍ବରୁ ଏହା ଆଇନ ପାସ୍ କରିବେ। ଜାତୀୟ କଂଗ୍ରେସ ଭାରତର ଅଖଣ୍ଡତା ବଜାୟ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେଲେ ଏବଂ ମାଉଣ୍ଟବ୍ୟାଟେନଙ୍କ ଯୋଜନାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା। ମୁସଲିମ ଲିଗ୍ ପାକିସ୍ତାନ ପାଇଁ 2/3 ଅଞ୍ଚଳ ଦାବି କରୁଥିଲା। ଏହା କଂଗ୍ରେସ ଗ୍ରହଣ କଲା ନାହିଁ, କାରଣ ପାକିସ୍ତାନ ଗଠନ ପରେ ମଧ୍ୟ ଭାରତର ମୁସଲିମ ଲିଗ୍ ଜନସଂଖ୍ୟା ପାକିସ୍ତାନ ମୁସଲିମ ଜନସଂଖ୍ୟାଠାରୁ ଅଧିକ ହେଉଥିଲା। ଯେଉଁ ଅଞ୍ଚଳରେ ମୁସଲିମ ଲିଗ୍ର ପ୍ରାଧାନ୍ୟ ରହିଥିଲା, କେବଳ ସେହି ଅଞ୍ଚଳଗୁଡ଼ିକ ଭାଗ କରିବା ପାଇଁ କଂଗ୍ରେସ ରାଜି ହେଲା। ସେହି ଆଧାରରେ ପଞ୍ଜାବ, ବଙ୍ଗ ଓ ଆସାମର ବିଭାଜନ ହେଲା। ଏକ କ୍ଷୁଦ୍ର ଓ ସଂକୁଚିତ ପାକିସ୍ତାନ ବ୍ୟବସ୍ଥା ଦେଖି ଜିନ୍ନା ଅତ୍ୟନ୍ତ ମର୍ମାହତ ଓ କ୍ଷୁବ୍ଧ ହୋଇଥିଲେ ସୁଦ୍ଧା ଅନ୍ୟ ଉପାୟ ନ ପାଇ ସେହି ଯୋଜନାକୁ ଗ୍ରହଣ କଲେ। ଭାରତ ସ୍ୱାଧୀନତା ଆଇନ। ଭାରତୀୟ ନେତାମାନେ ମାଉଣ୍ଟବ୍ୟାଟେନ ଯୋଜନାକୁ ଗ୍ରହଣ କରିବା ପରେ ବ୍ରିଟିଶ ସରକାର ଏହାକୁ ଭିତ୍ତି କରି ଭାରତର ସ୍ୱାଧୀନତା ନିମନ୍ତେ ଏକ ଆଇନ ପ୍ରସ୍ତୁତ କଲେ। 1947 ଜୁଲାଇ 18ରେ ଏହା ଭାରତ ସ୍ୱାଧୀନତା ଆଇନ 1947 ଭାବରେ ବ୍ରିଟିଶ ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କଲା। ଉକ୍ତ ଆଇନ ଅନୁସାରେ ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ୱାଧୀନ ରାଷ୍ଟ୍ର ଗଠିତ ହୋଇ 1947 ଅଗଷ୍ଟ 15 ତାରିଖ ଦିନ କ୍ଷମତା ହସ୍ତାନ୍ତର ନିମନ୍ତେ ନିଷ୍ପତ୍ତି ନିଆଗଲା। ଦେଶୀୟ ରାଜାମାନେ ଇଚ୍ଛା ଅନୁସାରେ ଭାରତ କିମ୍ବା ପାକିସ୍ତାନ ସହିତ ଯୋଗ ଦେବାର ସ୍ୱାଧୀନତା ପାଇଲେ ଓ 1947 ଅଗଷ୍ଟ 15ରୁ ଇଂଲଣ୍ଡ ସହିତ ସେମାନଙ୍କ ସମସ୍ତ ଚୁକ୍ତିର ବିଲୋପ ଘଟିଲା। ନିଜର ସମ୍ବିଧାନ ପ୍ରଣୀତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର ସମ୍ବିଧାନ ପ୍ରଣୟନ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ଏବଂ ଉଭୟ ଦେଶ ଭାରତ ଶାସନ ଆଇନ 1935 ଅନୁଯାୟୀ ଶାସନ କଲେ। ଇଂଲଣ୍ଡର ଭାରତ ସଚିବ ପଦ ଉଚ୍ଛେଦ କରାଗଲା। ବିଭାଜନ ଓ ସ୍ୱାଧୀନତା ପରେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଲର୍ଡ ଲୁଇ ମାଉଣ୍ଟବ୍ୟାଟେନ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁ ଏବଂ ପାକିସ୍ତାନ ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲି ଜିନା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିଆକତ ଅଲି ଖାଁ ଶପଥ ଗ୍ରହଣ କରିଥିଲେ। ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରାମର୍ଶ ଓ ଦକ୍ଷ ନେତୃତ୍ୱ ଯୋଗୁଁ ଅଧିକାଂଶ ଦେଶୀୟ ରାଜ୍ୟ ଭାରତ ସହିତ ଯୋଗ ଦେଇଥିଲେ। 1947 ଅଗଷ୍ଟ 14 ତାରିଖ ବିଳମ୍ବିତ ରାତ୍ରିରେ ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ସ୍ୱାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ।
1947 ଅଗଷ୍ଟ 15 ତାରିଖରେ ଭାରତ ତାର ପ୍ରଥମ ସ୍ୱାଧୀନତା ଦିବସ ବିପୁଳ ଉତ୍ସାହରେ ପାଳନ କଲା। ବହୁ କାଳ ଧରି ଦେଶଭକ୍ତମାନେ ଯେଭଳି ଅସୀମ ତ୍ୟାଗ ସ୍ୱୀକାର କରିଥିଲେ, ଅଗଣିତ ଶହୀଦ ଦେଶ ପାଇଁ ଯେଉଁ ଅମାପ ଲହୁଲୁହ ଦେଇଥିଲେ, ତାର ସୁଫଳ ମିଳିଲା ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେଲା।